ସମ୍ପର୍କ ସମ୍ପର୍କ ଯିଏ ସଂଯୋଗ କରେ କିମ୍ବା ସଂଗଠନ ମଧ୍ୟରେ ଦୁଇ କିମ୍ବା ଦୁଇରୁ ଅଧିକ ଲୋକଙ୍କ ସହିତ। ଦର୍ଶକ ବନ୍ଧୁ, ଏହା ଏକ ଟେନିସ୍ ବଲ୍ ପରି, ଯାହାକି ଉଭୟ ପକ୍ଷର ଦାନ ପ୍ରତିଦାନ ଯୋଗୁଁ ହିଁ ଏପଟ ସେପଟ ହୁଏ। ସମ୍ପର୍କକୁ ନାଁ ମିଳେ ଆମେ ଯେବେଠୁ ମା ଗର୍ଭରେ ସ୍ଥାନ ପାଆନ୍ତି, ତାପରେ ତ ମଲା ପର୍ଯ୍ୟନ୍ତ ସମୟ କାଳ ପାତ୍ର ନେଇ ରଙ୍ଗ ବଦଳିଥାଏ ଏବଂ ନୂତନ ନୂତନ ଅନୁଭବ ତଳେ ଦବିଯାଏ ଏ ମଣିଷ ଆତ୍ମା। କେମିତି ନ ହବ କହିଲେ? ଏ ସମାଜରେ ରହିବାକୁ ହେଲେ ଆମକୁ ତ ସାମାଜିକ ପ୍ରାଣୀ ବନିବାକୁ ହିଁ ପଡ଼ିବ। ମନ ବୁଦ୍ଧି ଅଛି ତ ଭାବନା ଅଛି, ଆଉ ଭାବନାକୁ ବାଣ୍ଟିବା ପାଇଁ ଅନ୍ୱେଷଣ ଜାରି କାଲି ବି ଥିଲା, ଆଜି ବି ରହିବ। ନା କ'ଣ ଦର୍ଶକ ବନ୍ଧୁ? ମୁଁ ସସ୍ମିତା ପଣ୍ଡା ମୋ ଚ୍ୟାନେଲକୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ କରୁଛି। ଅନେକ ଦିନର ବିରତି ପରେ ହାତରେ କଲମ ଧରିଛି ଆଉ ହାତରେ କାଗଜ। ଅନୁଭବକୁ ଶବ୍ଦରେ ଆଙ୍କୁଛି। ଆପଣମାନେ କମେଣ୍ଟ, ଲାଇକ୍, ସେୟାର ଆଉ ୟୁଟ୍ୟୁବରେ ସବସ୍କ୍ରାଇବ୍ ଏବଂ ଇନଷ୍ଟାରେ ଫଲୋ କରିତେ ଅନୁରୋଧ। ଟିକେ ଆଗରୁ ସମ୍ପର୍କର ନାଁ ବିଷୟରେ କହୁଥିଲି ନା ଦର୍ଶକ ବନ୍ଧୁ। ଏଇ ସମ୍ପର୍କରେ ଯେଉଁ ଚୋଟ ଲାଗେ ନା, ତାହା ସବୁଠୁ ବଡ଼ କଷ୍ଟ। ଏଇ ଚୋଟକୁ ସହିବାକୁ ହେଲେ ମଣିଷ କ'ଣ କରେ ନା, କିଏ ମଦ ପିଏ, କିଏ ନିଶା କରେ, କିଏ କବି ବନିଯାଏ, କିଏ ସୁସାଇଡ୍ କରିଦିଏ, ଆଉ କିଏ ଧର୍ମ ରାସ୍ତାରେ ପଡ଼ିଯାଏ। ଏଇଭଳି ଅନେକ ଚୋଟ ବହୁତ କମ୍ ଦିନରେ ବହୁତ ଥର ଖାଇଲା ପରେ ମୁଁ ଶେଷକୁ ମଦ ତ ପିଇଲିନି, ଈଶ୍ୱରଙ୍କୁ ଏତେ ଭକ୍ତିରେ ଲୀନ ହେବାକୁ ଚାହିଁଲି ଯେ ତାଙ୍କୁ ସର୍ବସ୍ୱ ମାନିନେଲି। କାରଣ ମୁଁ ଜାଣେ ଯେ କର୍ମ ସିଦ୍ଧାନ୍ତ। ମୋରି କର୍ମ ମୋରି ପାଖକୁ ଫେରିଛି। ତେଣୁ ଏକୁ ସହିବା ପାଇଁ ମୋ ପାଖକୁ ଶକ୍ତି ଦରକାର, ଯେଉଁଟା ମୋ ପାଖରେ ନଥିଲା। ତେଣୁ ବହୁତ କମ୍ ବୟସରୁ ମୁଁ ଈଶ୍ୱର ବିଶ୍ୱାସୀ ହେଇଗଲି ଏବଂ ଧର୍ମଗୁରୁ ଖୋଜି ଚାଲିଥିଲି। ଅବଶ୍ୟ ମୁଁ ଏଠି ସେ ସଂସ୍ଥା ବିଷୟରେ କହିବିନି, କିନ୍ତୁ ମୋତେ ତାଙ୍କର ନୀତି ନିୟମ, ତାଙ୍କ ଫିଲୋସଫି ମୋତେ ଭଲ ଲାଗିଲା। ମୁଁ ଲୁଚି ଛପି ତାଙ୍କ ଭିଡ଼ିଓ ଦେଖିଲି ଏବଂ ସେହି ଭଉଣୀମାନଙ୍କ ସହିତ ମୁଁ ମିଶିବାକୁ ଲାଗିଲି। କେହି ନଥିଲା ବେଳେ ମୁଁ ତାଙ୍କୁ ଫୋନ୍ କରିକି ଡାକେ। ବଡ଼ ଭଉଣୀ ଥିଲେ ରାନୁ ଭଉଣୀ ଆଉ ସାନ ଭଉଣୀ ଥିଲେ ସଞ୍ଜୁ ଭଉଣୀ। ରାନୁ ଆଉ ସଞ୍ଜୁ ଭଉଣୀ ସ୍ୱଭାବରେ ବହୁତ ବଢ଼ିଆ, ବହୁତ ମେଳାପି। ବିଶେଷ ମୋ କଥା ସେ ଶୁଣନ୍ତି ଏବଂ ତାଙ୍କ ଜ୍ଞାନ ଅନୁସାରେ ସମାଧାନ ବି କହିଯାଆନ୍ତି। କେମିତି ଆମେ ଘର ସଂସାର ଭିତରେ ରହିକି ନିଜ ଲୋକଙ୍କ ସହିତ କିପରି ଆଡ଼ଜଷ୍ଟମେଣ୍ଟ କରିପାରିବା, କେମିତି ଖୁସି ହେଇପାରିବା, ହସିପାରିବା, ଜୀବନର ଚ୍ୟାଲେଞ୍ଜକୁ ହସି ହସି ଢୁକିପାରିବା। ଏଭଳି ଦୁଇଟି ଚରିତ୍ର ମୋ ଜୀବନରେ ଥିଲେ। ମୋତେ ବି ତାଙ୍କର ନିହାତି ଆବଶ୍ୟକତା ଥିଲା। କାରଣ ଅନ୍ୟକୁ କହିଲେ ଆପଣ ଜାଣନ୍ତି ତୁଣ୍ଡ ବାଇଦ ସହସ୍ର କୋଶ। ଏକ କହିଥିବେ ଦୁଇ କହିକି ସେ ଫେରିବ ଯେତେବେଳେ ନା ଘରେ ମହାଭାରତ। ତେଣୁ ଦର୍ଶକ ବନ୍ଧୁ, ସେମାନେ ମୋର ୱିକ୍ ପଏଣ୍ଟ ଥିଲେ। କିନ୍ତୁ ଆଜି ସକାଳୁ ଉଠିଲା କ୍ଷଣି ତାଙ୍କ ଫୋନ୍ ଆସିଲା। ମୁଁ ତାଙ୍କ ନୀତି ନିୟମରେ ଅବଶ୍ୟ ଚାଲିପାରିଲିନି, କିନ୍ତୁ ତାଙ୍କ କଣ୍ଟାକ୍ଟରେ ମୁଁ ଅଛି। ତେଣୁ ସିଏ ହଠାତ୍ ମୋତେ ଫୋନ୍ କଲେ। ମୁଁ ତା ପୂର୍ବରୁ କଲ୍ ରେକର୍ଡ଼ ଦେଖିଲି ଯେତେବେଳେ ତାଙ୍କର ବହୁତ ମିସ୍ କଲ୍। ମୁଁ କହିଲି ଏତେ ଦିନ ପରେ ଦିଦିମାନେ କାହିଁକି ମୋତେ ମନରେ ପକେଇଲେ। ଫୋନ୍ ଉଠେଇଲି।
ପଚାରିଲି, ଦିଦି କ'ଣ ନମସ୍କାର, କ'ଣ ହେଲା? ଆଜି ମୋତେ କେମିତି ମନରେ ପକେଇଲେ? ସେପଟରୁ କିନ୍ତୁ ସେ କାନ୍ଦି ପକେଇଲେ। ମୁଁ କହିଲି, ଆଚ୍ଛା ଦିଦି କାନ୍ଦୁଛନ୍ତି କାହିଁକି? ଆଉ ଆପଣ କାନ୍ଦିଲେ ଆମକୁ କିଏ ସମ୍ଭାଳିବ? କ'ଣ ହେଲା? କହିଲେ, ବଡ଼ ଭଉଣୀ ଯେ ରାନୁ ଦିଦି, ସେ କହିଲେ ଆପଣ ତ ପଳେଇଲେ, ଗଲା ପରେ ଆଶ୍ରମରେ ଅନେକ ଗଣ୍ଡଗୋଳ ହେଲା, ଅନେକ ବିରୋଧ କରି ଏଠୁ ପଳେଇଗଲେ, ଆଉ ଏଠାକୁ ଆସୁନାହାନ୍ତି 10-12 ଜଣ। ଆଉ ସେମାନେ ଆମ ସଂସ୍ଥା ବିରୁଦ୍ଧରେ ଅନେକ ଅପପ୍ରଚାର କରୁଛନ୍ତି। ଅନେକ ଗୋଟେ ନୂତନ ଜାଗାକୁ ଯାଇକି ସେମାନେ ଗୋଟେ ଗ୍ରୁପ୍ କରିକି ଆମ ସଂସ୍ଥା ବିରୁଦ୍ଧରେ ବଦନାମୀ ଗାଉଛନ୍ତି। ଆଉ ଯେଉଁଟାକି ଆପଣମାନେ ତ ଆସିଛନ୍ତି, ଦେଖିଛନ୍ତି। ଆମର କ'ଣ ଛୋଟକାଟିଆ ସଂସ୍ଥା ନା କ'ଣ? ସମସ୍ତେ ଜାଣନ୍ତି। କିନ୍ତୁ ଭଉଣୀ, ଆଉ ସେ ତ ଯାହା କଲେ ବଦନାମୀ କହିଲେ, କିନ୍ତୁ ଆମର ତ କିଛି ଫରକ ପଡ଼ିଲାନି। କିନ୍ତୁ ଏବେ ସେ ନୂତନ ରାସ୍ତା ବାଛିଛନ୍ତି। ମୁଁ କହିଲି, କ'ଣ ଦିଦି? କହିଲେ, ଆମର ଯେ ସଞ୍ଜୁ ଭଉଣୀ ନାହିଁ, ଆଉ ସେ ରାତି ହେଲା ବେଳକୁ ଚମକୁଛନ୍ତି, ଡରୁଛନ୍ତି, ଆଉ ତାଙ୍କୁ ମାନେ ଛାଇ ଦେଖା ହେଉଛି, ଆଉ ସବୁବେଳେ ବେକ ଭାଙ୍ଗିକି ବସୁଛନ୍ତି, ଆଉ ଏଣୁ ତେଣୁ ଗପୁଛନ୍ତି ପ୍ରବଳ, ଆଉ ତାଙ୍କୁ ଭାଙ୍ଗିକି କଣ୍ଟା ହେଇଗଲେଣି। ଆଉ ଆମେ ତାଙ୍କୁ ଯେତେବେଳେ ପଚାରୁଛୁ, ସିଏ ଆଉ ସେଭଳି ନ ହେଇକି ସିଏ ମାନେ ଅଲଗା କହୁଛନ୍ତି, ଯେମିତି ପ୍ରେତ ଭୂତ ତାଙ୍କ ଦେହରେ ପଶିଛି। ଆଉ ସିଏ କହୁଛନ୍ତି ତାଙ୍କ ଦେହରେ ଆତ୍ମା ଯିଏ ପଶିଛି, ସିଏ କହୁଛି ଯେ କି ସେମାନେ ମୋତେ ପଠଉଛନ୍ତି, ଯାଅ ତାଙ୍କୁ ମାରିଦେବ। ଆଉ ମୁଁ ନୁହେଁ, ମୋ ଭଳି ଅନେକ ଆତ୍ମା ତାଙ୍କ ପାଖରେ ବନ୍ଦୀ ହେଇକି ରହିଛନ୍ତି, ଆଉ ସେମାନେ ଆମକୁ ପଠଉଛନ୍ତି। ଆଉ ଆପଣ ତ ମାନେ ବହୁତ ପବିତ୍ର, ସ୍ୱଚ୍ଛ, ଆଉ ସୁନ୍ଦର ବ୍ୟବହାର ଆପଣଙ୍କର। ଆମକୁ ବହୁତ କାନ୍ଦ ମାଡ଼ୁଛି ଆପଣଙ୍କୁ କ୍ଷତି କରିଦେବେ, କିନ୍ତୁ ସେମାନେ ତ ପଠଉଛନ୍ତି। ଆମେ ତାଙ୍କ କାମ ନ କଲେ ସେମାନେ ଆମକୁ ପିଟିବେ, ମାରିବେ। ଆମେ କ'ଣ କରିବୁ? ତେଣୁ ସେ ପଠେଇଲା ବେଳୁ ସେପଟରୁ ଆମେ ବାଧ୍ୟ ହୋଇକି ଆସୁଛୁ, ଆମକୁ କ୍ଷମା କରିଦିଅ। ସେଇଠୁ ମୁଁ ତାଙ୍କୁ ଯେତେ କହୁଛି ଆସନି, ସିଏ ବି ଆମକୁ ହାତ ଯୋଡ଼ି କହୁଛି, ମୁଁ କ'ଣ କରିବି? ସେମାନେ ତ ମୋତେ ପଠଉଛନ୍ତି ଏ ଝିଅକୁ ମାରିଦେବା ପାଇଁ, କ୍ଷତି ପହଞ୍ଚେଇବା ପାଇଁ, ଏ ଆଶ୍ରମକୁ ନଷ୍ଟ କରିବା ପାଇଁ। ମୁଁ ବାଧ୍ୟ, ମୁଁ ତାଙ୍କ ପାଖରେ ବନ୍ଦୀ। ଏଇଭଳି ଅନେକ କଥା ସେ ଗପୁଛି। ଆଉ ତାକୁ ପାଦୁକା ପାଣି ଛାଟିଲା ପରେ କିଛି ସମୟ ପରେ ସେ ବେହୋସ ହେଇଯାଉଛି, ତାପରେ ନର୍ମାଲ। ଏଇଭଳି ବାରମ୍ବାର ହେଉଛି। କ'ଣ କରିବୁ କହିଲେ? ମୁଁ କାହାକୁ ଚିହ୍ନିଛି ନା? ଯାହାକୁ ପଚାରିଲା ବେଳକୁ ସେ କିଏ କହୁଛି 40,000 ନେବ, କିଏ କହୁଛି 50,000 ନେବ। ମୁଁ ପୁରା ଶାନ୍ତ ହେଇକି ଶୁଣୁଛି। ମୁଁ କହିଲି, ସିଏ ଆତ୍ମା ଯିଏ ତା ଦିଦିଙ୍କ ଦେହରେ ପଶୁଛି, ତାକୁ ଯିଏ ପଠଉଛନ୍ତି ତାଙ୍କ ନାଁ କହୁଛି ନା? କହିଲେ, ହଁ, ତାଙ୍କ ନାଁ କହୁଛି, ସେ କେମିତି ଦେଖିତେ କହୁଛି, ଆଉ ସବୁ କହୁଛି, ଭଲ କଥା କହୁଛି। କିନ୍ତୁ କାନ୍ଦୁଛି, କହୁଛି ମୋତେ କିଛି କରନି, ଆଉ ସେମାନେ ମୋତେ ପଠେଇଲେ ମୁଁ ପଳେଇ ଆସୁଛି। ଆଉ ତମେ କିଛି କରୁନ, ମୋତେ ଅଟକଉନ। ଏ ଝିଅକୁ ବଞ୍ଚାଅ, ପ୍ଲିଜ୍ ବଞ୍ଚାଅ। ଆଉ ସସ୍ମିତା ଭଉଣୀ, ଏ କଥା କାହାକୁ କହିବୁ? ସେଇଠୁ ମୁଁ କହିଲି, ଆଚ୍ଛା, ତାହେଲେ ଆମର ତ ଦିଦି, ଆମର ଏଠି ଆମ ଛୋଟବେଳୁ ଆମେ ମା ସର୍ବମଙ୍ଗଳାଙ୍କ ପୀଠକୁ ଯାଉ। ଆଉ ବାପା ବି ମାନୁଥିଲେ, ମୁଁ ବି ମାନେ, ଆଉ ମୁଁ ବି ଏବେ ବି ଯାଏ ମଝିରେ, କିନ୍ତୁ ସେଠି ଏଭଳି କେସ୍ ବହୁତ। ଆପଣ ଆସନ୍ତୁ ନା। ଆଉ ମାଆଙ୍କର ମଙ୍ଗଳବାର, ଶନିବାର ବାରି,
ଆଜି ତ ଶନିବାର ଆପଣ ଆସୁନାହାନ୍ତି। କହିଲେ ଭଉଣୀ ଆଉ ଶିବରାତ୍ରି ଆସୁଛି, ମିଟିଂ ଅଛି ଆଶ୍ରମରେ, ଆଉ ଦେଖିବା। ମୁଁ ରାତି ହେଇଗଲାଣି, ସେତେବେଳେ 5:30 ବାଜିଲାଣି, ରାତି ହେଇଗଲାଣି, ଆଉ ମୁଁ ଯିବି ନା ଯିବିନି। ଆଉ ସଞ୍ଜୁ ଭଉଣୀ ଡରୁଛନ୍ତି ରାତିରେ ଯିବା ପାଇଁ, ଆଉ କ'ଣ କରିବା। ମୁଁ କହିଲି ହଉ କାଲି ସଣ୍ଡେ, ରବିବାର ହଉ ବରଂ ତାଙ୍କୁ ଧରିକି ଆସନ୍ତୁ। ଆଉ ଭକ୍ତିର ଭଗବାନ, ଭକ୍ତ ପାଇଁ ତ ଭଗବାନ ଅନେକ ରୂପ ନେଇଛନ୍ତି। ଆପଣଙ୍କ ଦୁଃଖ ଦେଖିକି ଯଦି ଭଗବାନ ଆସିପାରନ୍ତି, ତାଙ୍କ ଯିଏ ପୂଜକଙ୍କ ଦେହ ଭିତରେ ମା ଆସନ୍ତି, ତେଣୁ ଆସିପାରନ୍ତି। ଆପଣ ଆସନ୍ତୁ ବିଶ୍ୱାସ ରଖିକି। ବିଶ୍ୱାସରେ ମିଳେ ହରି ତର୍କେ ବହୁତ ଦୂର। ସେ ସେଠୁ କହିଲେ ଜୟ ଶ୍ରୀରାମ। ତାପର ଦିନ ରବିବାର ସକାଳୁ ଉଠିକି ମୋ କାମ ଧନ୍ଦା ସାରି ବ୍ୟସ୍ତ। ଦିଦିମାନେ ଆସିବେ, ମୁଁ ଭଦ୍ରକରୁ ଟେମ୍ପୋ ଧରିକି ଯିବାକୁ ପଡ଼ିବ। ସିଏ ସେଇ ଛକରେ ବସ୍ରୁ ଓହ୍ଲେଇବେ, ଆଉ ମୁଁ ତାଙ୍କୁ ବସେଇକି ମାଆଙ୍କ ପିଠକୁ ନେବି। ପୁଅକୁ ବି କହିଦେଇଛି ଶୀଘ୍ର ଉଠିକି ପାଠ ପଢ଼ି ପକେଇବ। ଆମେ ମା ପୁଅ ପୁରା ବ୍ୟସ୍ତ। କିନ୍ତୁ ସେପଟରୁ ଦିଦିଙ୍କ ଫୋନ୍ ଆସିଲା ଠିକ୍ 8:30 ବେଳେ, ଭଉଣୀ ଆଜି ଆମେ ଯାଇପାରିବୁନି। ସେଠୁ ମୁଁ କହିଲି କ'ଣ ହେଲା? କହିଲେ ନା କ'ଣ କରିବା, ଆଉ ସଞ୍ଜୁ ଭଉଣୀଙ୍କ ଦେହ ତ ବହୁତ ସିରିୟସ୍, କିନ୍ତୁ ଆଶ୍ରମ କାମ, ଶିବରାତ୍ରି ପାଇଁ ବହୁତ ଲୋକ ଆସିବେ, ମିଟିଂ ହବ, ଆଉ ଆଜି ଆମେ ଯାଇପାରିବୁନି। ଦର୍ଶକ ବନ୍ଧୁ, ସଂସାର କ'ଣ ଯିଏ ତ୍ୟାଗ କରିଦିଅନ୍ତି, ତାଙ୍କ ଭିତରେ କ'ଣ ମୋହ ବୋଲି, ଭଲ ପାଇବା ବୋଲି, ମାନବିକତା ବୋଲି କ'ଣ କମିଯାଏ? 6 ମାସ ହେଲା ସେ ଭଉଣୀ ବହୁତ କଷ୍ଟ ପାଉଛନ୍ତି, କିନ୍ତୁ ସିଏ ଭଗବାନଙ୍କ ପାଇଁ ସଂସାର ତ୍ୟାଗ କରିକି ଆସି ଆଶ୍ରମରେ ରହୁଛନ୍ତି। କିନ୍ତୁ ଆଶ୍ରମରେ ଘରଠୁ ବେଶୀ କାମ, ସେବା ଯେ ସେବା। ଜୀବନର ସବୁ କିଛି ପ୍ରଭୁଙ୍କୁ ମାନିକି ଉତ୍ସର୍ଗଗତ ଜୀବନ ବିତେଇଲା ପରେ ବି ଆଜି କି ସଙ୍କଟରେ ଅଛନ୍ତି। ଭାଙ୍ଗିକି ମୁଁ ଯାହା ଶୁଣିଛି ପୁରା କଳା କାଠ ପଡ଼ିଗଲେଣି। କିନ୍ତୁ ଦିଦି କହୁଛନ୍ତି ଯେ ବଡ଼ ଦିଦି, ଯିଏକି ତାଙ୍କର ବ୍ଲଡ଼ ରିଲେସନ୍ ନୁହେଁ, ସେ ବଡ଼ ଦିଦି କହୁଛନ୍ତି ଯେ ଦେଖିବା, ଏ କାମ ସାରେ, ଆଶ୍ରମ କାମ ସାରେ, ଆମେ ତାକୁ ନେଇକି ଯିବୁ, ଆଉ ଆପଣଙ୍କୁ ଅନୁରୋଧ ଫୋନ୍ କଲେ ଆସିବେ। କିନ୍ତୁ ଆମେ ସାଂସାରିକ ଲୋକ, ଆମେ ଭଗବାନଙ୍କୁ ଧର କିଏ ମାନୁଛନ୍ତି ନ ମାନୁଛନ୍ତି, କିନ୍ତୁ ଆମେ ଯେଉଁ ସାଂସାରିକ ଲୋକ, ଆମ ଘରେ ଯଦି କାହା ଦେହ ଏମିତି ଖରାପ ହୁଏ, ଆମ ମୁଣ୍ଡ ଖରାପ ହେଇଯିବ ନା କ'ଣ ଦର୍ଶକ ବନ୍ଧୁ? ଆମେ ଜମି ବାଡ଼ି ବନ୍ଧା ପକେଇକି ସୁନା ଗହଣା ବିକିକି ଦୌଡ଼ିକିବା, ଆମ ଲୋକ ଯେମିତି କି ଭଲ ହେବା ଦରକାର। ଟଙ୍କେ ପଛେ ଚାରଣା ହଉ, ମୋ ଲୋକ କିନ୍ତୁ ଭଲ ହଉ ନା କ'ଣ ଦର୍ଶକ ବନ୍ଧୁ? ମୁଁ ଆଉ ଏ କଥା ମୋ ମନକୁ ଭାରି କଷ୍ଟ ହେଲା। ଛାଡ଼, ତାଙ୍କ ବାପା ମା ଛାଡ଼ିକି ଆସିକି ରହିଛନ୍ତି, କେତେ କମ୍ପ୍ରମାଇଜ୍ ଲାଇଫ୍। ଭଗବାନଙ୍କୁ ପ୍ରାର୍ଥନା କଲି, ତାପରେ ମାର୍କେଟ ଗଲି। ଆଜି ରବିବାର, କ'ଣ ଆଣିବି? ପୁଅକୁ ପଚାରିଲି, ବାବା ତୁ କ'ଣ ଖାଇବୁ? ମୋ ପୁଅ ଆଇଁଷ ଖାଏନି। ସେ କହିଲା ମାମା ତମ ପାଖରେ ପଇସା ଅଛି ନା? ମୁଁ ଆହୁରି କାନ୍ଦି ପକେଇଲି। କହିଲି ଦେଖନ୍ତୁ, ଯେ ମୋ ପୁଅ ଖାଇବା ଆଗରୁ ମୋତେ ପଚାରୁଛି ତୋ ପାଖରେ ପଇସା ଅଛି ନା ମା? ମୁଁ କହିଲି ତୁ ବାବା ତୁ ଖାଇବୁ ନା? କହିଲା ହଁ। ଦେଖ ତୋ ମତରେ ଅଛି ଯଦି ଆଣିବ, ନହେଲେ ଚଳେଇଦେବା ଆଉ। ମୁଁ ଆଉ କିଛି କହିଲିନି, ଚାଲି ଚାଲିକି ଗଲି। ବାଟ ସାରେ ସେ ଦିଦି ଆଉ ମୋ ପୁଅ କଥା ମୁଁ ଭାବି ଚାଲିଥାଏ। କହିଲି ଭଗବାନ ଏଇ ଯେଉଁ ସମ୍ପର୍କର ଡୋରିରେ ଆମକୁ ବାନ୍ଧିଛନ୍ତି, କଷ୍ଟ ମିଳୁଛି, କିନ୍ତୁ କେତେ ଆପଣ କେତେ ନିଚର। ଗଲି,
ପୁଅ ପାଇଁ ପନିର କିଣିଲି, ମୋ ପାଇଁ ମାଛ କିଣିଲି। ମୁଁ ଯେତେବେଳେ ମାର୍କେଟ ଯାଏ ନା, ମୋ ପୁଅ ନ କହୁ ବରଂ ମନେ ଭାବିଥାଏ ଆଜି ମା ମାର୍କେଟ ଯାଉଛି, ମନେ କିଛି ଗୋଟେ ଭଲ ଜିନିଷ ଆଣିଥିବ। କିନ୍ତୁ ଉପରେ କହୁଥିବ ନା 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 ପଇସା ନାହିଁ, ତୁମେ କିଛି ଆଣିବନି। କିନ୍ତୁ ମୁଁ ଜାଣେ ମା ମନ ନା, ପୁଅକୁ ନିଶ୍ଚୟ ମୁଁ ସେଇଠୁ ଯାଏ, ସେ ଯେଉଁ ମାଳ ହେଇକି ଟଙ୍ଗା ହେଇଥିବ କୁରକୁରି, ସେ ଲେଜ, ସେ ବାଦାମ ପକୋଡ଼ା, ତା ଭିତରେ ନୂଆ ଆଇଟମ୍ଟା କ'ଣ ଆସିଲା, ମୋ ଆଖି ଖୋଜେ। ତ ବେଶୀ ପଇସା ଦେଇକି ନ କିଣେ ନାହିଁ, କିନ୍ତୁ କିଣେ କି ସବୁଥର କିଛି ନୂଆ କିଣିକି ଆଣେ। ଘରେ ପଶୁ ପଶୁ ମୋ ପୁଅ କହିଲା, ମୁଁ ମନା କରିଥିଲି ଆଣିବନି, ଏତେ ପଇସା କାହିଁ ଖର୍ଚ୍ଚ କରୁଛ, ଫେର ମାସ ସାରା ଚଳିବ ନା ନାହିଁ, ବାବାକୁ ପଇସା ମାଗିବ ନା ନାହିଁ, ଟିକେ ବଜେଟ୍ ବିଗିଡ଼ି ଯାଉଛି ନା ମା। ମୁଁ କହିଲି ବାବା, ତୋ ହସ ଆଗରେ ସବୁ ବଜେଟ୍ ନଷ୍ଟ ହେଇଯାଉ, କିନ୍ତୁ ମୋ ପୁଅ ହସୁ, ପଇସାରୁ କ'ଣ ଅଛି ବାବା, ତୁ ଖା, ତୁ ବଞ୍ଚ, ତୁ ମୋ ବ୍ୟାଙ୍କ। ସେଠୁ ମୋ ପୁଅ ହସିକି ବାଦାମ ପକୋଡ଼ା ଚିରିକି ଖାଇଲା। ଦର୍ଶକ ବନ୍ଧୁ, ତାପରେ ବାପାଙ୍କ, ମୋ ସାନ ବାପା ମୋ ପାଖରେ ରୁହନ୍ତି, ତାଙ୍କ ଫୋନ୍ ଆସିଲା, କହିଲେ ମାରେ ଟିକେ ଘରକୁ ଆସିବୁ। ମୋ ପୁଅକୁ କହିଦେଇ ମୁଁ କହିଲି ବାବା କାହିଁକି, ଅଜା କାହିଁକି ଫୋନ୍ କରିଛନ୍ତି, ମୁଁ ଟିକେ ଆସେ। ମୁଁ ସେଠୁ ଦୌଡ଼ିକି ଗଲି, ମାନେ ଦୁଇଟା ଘର ପରେ ତାଙ୍କ ଘର। ମୁଁ ଯାଇ କଲିଂ ବେଲ୍ ବଜେଇ ଭିତରକୁ ଗଲି। ଆଜି ରବିବାର, ସାନ ମା ସ୍କୁଲ ଯାଇନାହାନ୍ତି, ବାପା ତ ବ୍ୟାଙ୍କରୁ ରିଟାୟାରମେଣ୍ଟ ନା, ସେ ଘରେ ଅଛନ୍ତି। ସେଠୁ କହିଲେ ମାରେ ଚା ପିଇବୁ? ମୁଁ କହିଲି ନା ବାବା, ମୁଁ ଭାତ ଖାଇବି, ମୁଁ ରାନ୍ଧିବି, ଆଉ କ'ଣ ହେଇଛି ବାବା। କହିଲେ ଦେଖ ମା, ଦେଖ ତୁ ତ ବଡ଼। ମୁଁ କହିଲି ହଁ ବାବା, ତୁ ତ ଦୁନିଆ ଦେଖିଲୁଣି ନା। ହଁ ବାବା, ତାହେଲେ ତୁ କାହିଁକି ସେ ଭିଡ଼ିଓଟା ଗ୍ରୁପରେ ଛାଡ଼ିଛୁ? ମୁଁ କହିଲି କେଉଁ ଭିଡ଼ିଓ? କହିଲେ ଏଇ ଯେଉଁ ଆମର ମିକୁଲାର ଭିଡ଼ିଓଟା କାହିଁକି ଗ୍ରୁପରେ ଛାଡ଼ିଛୁ? ମୁଁ କହିଲି ମୋ ମନରେ ପଡ଼ିଲା, ଯେଉଁ କିଛି ଦିନ ତଳେ ବ୍ରତଘର ଯାଇଥିଲୁ, ସେଠି ଭୋଜି ସରିଲା ପରେ ମେଲୋଡ଼ି ପ୍ରୋଗ୍ରାମ୍ ଥିଲା, ସବୁ ନାଚିଥିଲୁ। ମିକୁଲାର ହଜବେଣ୍ଡ ଆସିନଥିଲେ। ମିକୁଲା ବଢ଼ିଆ ନାଚେ, ସେ ବଢ଼ିଆ ନାଚିଲା। ତାକୁ ଆମେ ସବୁ ଭିଡ଼ିଓ ମୋବାଇଲରେ ରେକର୍ଡ଼ିଂ କରିକି ଆମ ଫ୍ୟାମିଲି ଭିତରେ ପରସ୍ପର ଗୋଟେ ଗ୍ରୁପ୍ କରିଛୁ, ତା ଭିତରେ ସେୟାର କରିଦେଇଛୁ। କିନ୍ତୁ ମୋ ମୁଣ୍ଡରେ ପଶିଲାନି ଯେ ତା ହଜବେଣ୍ଡ ବି ଆମ ଗ୍ରୁପରେ ଅଛି, ଆଉ ସିଏ ଭିଡ଼ିଓଟାକୁ ଦେଖିକି କେମିତି ରିଏକ୍ଟ କରିବ, ଏ କଥା ମାଇଣ୍ଡରୁ ବାହାରିକି ପଳେଇଥିଲା। ଯେ କି ଅନ୍ୟ ଛୁଆଙ୍କ ମେଳରେ ସବୁ ନାଚୁଛନ୍ତି, ତେଣୁ ସିଏ ଯେହେତୁ ସେଠି ପ୍ରେଜେଣ୍ଟ ନଥିଲା, ସିଏକୁ କିଭଳି ଗ୍ରହଣ କରିବ। ବାପା ଯେତେବେଳେ କହିଲେ, ମୋ ନୋଟିସ୍କୁ ଆସିଲା, ମୁଣ୍ଡକୁ ସଟକିଲା। ହଁ ବାବା ଠିକ୍ କହୁଛନ୍ତି। କହିଲେ ତମେମାନେ ସବୁ କେମିତି, ପୁରା ଦାୟିତ୍ୱହୀନ ପିଲା ଗୁଡ଼ାକ ତୁମେ ସବୁ। ଏଇକ୍ଷିଣା ଯଦି ସିଏ ଦେଖିବ, ତୁମେ ତ ଜାଣିଛ ନା, ଯିଏ ଯାକୁ ଯେତେ ଭଲ ପାଏ ସେ ସେତେ ସନ୍ଦେହ କରେ। ଆଉ ସିଏ ଏକୁଟିଆ ଛାଡ଼ିଛି, ଆଉ ମୌଜ ମସ୍ତି ତ କଲ, ଭିଡ଼ିଓ ଗ୍ରୁପରେ କାହିଁ ଛାଡ଼ୁଥିଲ? ମୁଁ କହିଲି ବାବା, ସିଏ କ'ଣ ଦେଖିଛି କି? କହିଲେ ପତା ନାହିଁ, ଦେଖିଥିବ ଯଦି ଝଗଡ଼ା ହେବ ଏଇକ୍ଷିଣା ସେ ଦୁଇ ଜଣଙ୍କ ଭିତରେ। ତମେମାନେ ସବୁ କ'ଣ ପାଇଁ ଏସବୁ କରୁଛ? ସେଇଠୁ ମୁଁ ଭାବିଲି ସତରେ ମିଷ୍ଟେକ୍ଟା ହେଇଗଲା, କ'ଣ କରିବା ଏଇକ୍ଷିଣା। ବହୁତ ଦିନ ପରେ ମୋ ବାପାଙ୍କୁ ଦେଖିଲି ଯେ କି ବାପା ମୋତେ ଗାଳି ଦେଉଛନ୍ତି। ମୋ ଭୁଲକୁ ସଂଶୋଧନ କରିବା ପାଇଁ ସେ ମୋତେ କହୁଛନ୍ତି, ମୋ ଭୁଲ ଧରିଛନ୍ତି। ବହୁତ ଦିନ ପରେ, ବିବାହ ଆଜକୁ 22 ବର୍ଷ ହେଇଗଲାଣି। 22 ବର୍ଷ ହେଲା ବାପାଙ୍କ ପାଖକୁ ମୁଁ ଯେତେବେଳେ ଯାଏ, ସାନ ବାପା ହୁଅନ୍ତୁ, ବଡ଼ ବାପା ହୁଅନ୍ତୁ, ଗୋଟେ ସମ୍ମାନ ଦେଲା ଭଳିଆ କଥାବାର୍ତ୍ତା କରନ୍ତି। କିନ୍ତୁ ଆଜି ଯେତେବେଳେ ବାପାଙ୍କଠୁ ମୁଁ ଗାଳି ଖାଉଛି ନା,
ମୋତେ ଲାଗୁଛି ମୁଁ କୌଣସି ମାନେ ଗୁହ୍ୟ ମନ୍ତ୍ର ମୋ କାନରେ କିଏ କହୁଛି। ଆଉ ମୋର ଅନ୍ତରାତ୍ମା ପବିତ୍ର 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 ହେଇଯାଉଛି। ନା କ'ଣ ଦର୍ଶକ ବନ୍ଧୁ? ବାପା ମାଙ୍କର ସେ ଆକଟ, ସେ ଗାଳି, ସେ ଚିନ୍ତା, ସେ ସବୁ ବହୁତ ମିସ୍ କରନ୍ତି। ଆମେ ବଡ଼ ହେଇଯାଆନ୍ତି, ଆମର ବି ଛୁଆ ପିଲା ହେଇଯାଏ, କିନ୍ତୁ ଆମକୁ ବି ଗାଳି କିଏ ଦଉ, ଆମକୁ ବି ଭଲ ପାଉ, ଆମକୁ ବି ଚିଡ଼ୁ, ବୁଝଉ, ପ୍ୟାର କରୁ, ଏକୁ ଆମେ ବହୁତ ମିସ୍ କରନ୍ତି ନା ଦର୍ଶକ ବନ୍ଧୁ। ଭାବନାରେ ଯେତେ ଢେଉ ଉଠେ ତାକୁ ସମ୍ଭାଳିବା ପାଇଁ କେହି ଯେଉଁ ଆଶ୍ୱାସନାର ହାତ ଆସେ ନା, ସେ କେବଳ ଏଇ ସମ୍ପର୍କରୁ। ଆଜି କଥା କାଲିକି ନଥିବ ଏଇ ଦୁନିଆରେ, କିନ୍ତୁ ଯିଏ ଆମକୁ ସୁରକ୍ଷା ଦେବା ପାଇଁ ଲକ୍ଷ୍ମଣ ରେଖା ଟାଣେ ନା, ସିଏ ଏଇ ସମ୍ପର୍କର ଆସେ। ଆମର ଗୋଟିଏ ଛିଙ୍କ ବା ରାତିର ନିଦ ଉଡ଼େଇ ଦିଏ, ସେ ଏଇ ସମ୍ପର୍କରୁ ଆସେ। ଏହା ଭିତରେ ତ୍ୟାଗ ବଳିଦାନର ଅନେକ କାହାଣୀ ବେଦ ବନିଛି, ଉପନିଷେଦ ବନିଛି, ଗୀତା ବନିଛି, ଭାଗବତ ବନିଛି। ଚିନ୍ତା କରି କରି ଅନେକ ଚିତା ବି ଜଳିଛି। ଏ ସମ୍ପର୍କ ଭିତରେ ବାରମ୍ବାର ବାରମ୍ବାର ପତଙ୍ଗ ଯେମିତି ନିଆଁ ପାଖକୁ ଦୌଡ଼େ, ସେଇଭଳି ଆମେ ବି ଦୌଡ଼ନ୍ତି। ଆଉ ପତଙ୍ଗ ଜାଣିଛି ନିଆଁ କତିକି ଗଲେ ଆମେ ମରିବୁ, କଷ୍ଟ ପାଇବୁ, ତଥାପି ସେ ଖୁସିରେ ଆସେ। ସେଇଭଳି ପତଙ୍ଗ ପରି ଆମେମାନେ ଏ ସମ୍ପର୍କରେ ବାନ୍ଧି ପଡ଼ନ୍ତି। ଆଉ ଆମେ ବିଶ୍ୱାସ ଯେ ଏ ସମ୍ପର୍କ ରହିଛି, ରହିବ କେବଳ ଆମରି ପାଇଁ। ଦର୍ଶକ ବନ୍ଧୁ, ଲାଇକ୍ ସେୟାର ସବସ୍କ୍ରାଇବ୍ করতে এবং ইনস্টাରେ ମୋତେ ଫଲୋ করতে ଭୁଲିବେନି। ରହିଲି, ଜୟ ଜଗନ୍ନାଥ।